କାହାଣୀ ଦୁଇଟି ଡେଣା। ମଣିଷର ଗୋଟିଏ ଡେଣା ଗଜୁରିଲା। ଏହା ଥିଲା ବିଜ୍ଞାନର, ଆଧୁନିକତାର ଡେଣା। ସେ ବଳ ପ୍ରୟୋଗ କରି ଆକାଶରେ ଉଡ଼ିବାକୁ ଲାଗିଲା। କିନ୍ତୁ ବର୍ତ୍ତମାନ ତା'ର ଶାନ୍ତି ନଥିଲା। ମନ ଉଦ୍ବିଗ୍ନ ରହିଲା। ନାନା ପ୍ରକାର ପ୍ରତିକୂଳତା ତାକୁ ବିକ୍ଷୁବ୍ଧ କରିବାକୁ ଲାଗିଲା। ଉପଲବ୍ଧି ଥିଲା କମ୍, ହରାଉଥିଲା ଅଧିକ। ବିବ୍ରତ ହୋଇ ସେ ପ୍ରଭୁଙ୍କୁ ପ୍ରାର୍ଥନା କଲା, ହେ ପ୍ରଭୁ, ମୁଁ ଆସି ଏ କି ସଙ୍କଟରେ ପଡ଼ିଲି। ମୋତେ ଜନ୍ମ ନ ଦେଇଥିଲେ ଭଲ ହୋଇଥାନ୍ତା। ଆକାଶ ଭେଦ କରି ଭଗବାନଙ୍କର ବାଣୀ ଗୁଞ୍ଜରିତ ହୋଇ ଉଠିଲା। ବତ୍ସ, ଆତ୍ମଜ୍ଞାନର ଓ ଆଧ୍ୟାତ୍ମର ଆଉ ଏକ ଡେଣା ଲଗାଇ ଦିଅ। ଅନ୍ତଶ୍ଚେତନାର ବିକାଶ କର। ତାହାହେଲେ ସନ୍ତୁଳନ ରହିବ। ଏହିପରି ହିଁ ହେଲା। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।